हेलो हाय नमस्कार ମୁଁ ଆପଣଙ୍କ ଅତିପ୍ରାଣ ମିଷ୍ଟର ଶଙ୍କର ସ୍ୱାଗତ ଆପଣଙ୍କୁ ଆପଣଙ୍କ ଚ୍ୟାନେଲ ମିଷ୍ଟର ଶଙ୍କରକୁ ନିହାତି ମାତ୍ରାରେ କହିଦେବା ପାଇଁ ଚାହୁଁଛି ଏ ଭିଡିଓ ମାଧ୍ୟମରେ ରାବଣ ମୁଭିର ଯୋଉ ମାନେ ଲୋକମାନେ ତ କହୁଛନ୍ତି ଟ୍ରେଲର ବୋଲି ସେଟା ଆକ୍ଚୁଆଲି ଟ୍ରେଲର ବୋଲି ଏବେ ସୁଦ୍ଧା କିଛି ଘୋଷଣା କରିନାହାନ୍ତି ମେକର ଆମେ ଭାବି ନେବା ସେଟା କ୍ଲିମ୍ସ କି ଟିଜର ଏ ଦୁଇଟା ମାଧ୍ୟମରେ ଆମେ ଯୋଉଟା ଭାବିବା ସେଇଟା ଠିକ ହେଲେ ଏଟା ଟ୍ରେଲର ନୁହେଁ ବୁଝିଲେ ତ ଅନୁଭବ ଭାଇ କହୁଥିଲେ ସରପ୍ରାଇଜ ଅଛି କିଛି ବଡ ହବାର ଅଛି ଛକି ସୁନ ମାଧ୍ୟମରେ ହେଲେ କେହି କେବେ ଆଜ୍ଞା ଭାବି ବି ନଥିବେ କେହି କେବେ ଆଜ୍ଞା ଆଶା ବି କରୁନଥିବେ ଯେ ଛକି ସୁନର ଇଣ୍ଟରଭାଲ ରେ କି ଏଣ୍ଡିଙ୍ଗ ବେଳେ ରାବଣ ମୁଭିର ଆଜ୍ଞା ମାନେ ଗ୍ଲିମ୍ସ ହଉ କି ଟିଜର ହଉ ମାନେ ରିଲିଜ ହେଇଯିବ ବୋଲି କେହି କେବେ ଆଜ୍ଞା ଭାବି ନାହିଁ ଭାବି ବି ନଥିବେ ଏଇ ଗ୍ଲିମ୍ସ କି ଟିଜର ଯୋଉ ରାବଣ ମୁଭିର ରିଲିଜ ହେଲା ଥିଏଟରରେ ଆଜ୍ଞା ସେଟା ଏବେ ପର୍ଯ୍ୟନ୍ତ ମାନେ ଆମର ମିଡିଆ ମାଧ୍ୟମରେ ଆଜ୍ଞା ରିଲିଜ ହେଇନାହିଁ ମାନେ ମୋବାଇଲ ମାଧ୍ୟମରେ ରିଲିଜ ହେଇନାହିଁ ଓନ୍ଲି ଥିଏଟରରେ ରିଲିଜ ହେଇଛି ଆଜ୍ଞା ଆଉ ସେଇ ଜିନିଷଟା ଫାଷ୍ଟ ମହାରାଜା ପ୍ଲେସ ଆଜ୍ଞା ଯୋଉ ମହାରାଜା ଥିଏଟର ଅଛି ଭୁବନେଶ୍ୱରରେ ସେଇଟା ଆଜ୍ଞା ଗ୍ରାଣ୍ଡ ଭାବରେ ପ୍ରିମିୟର କରିକି ମୁଭିର ଲାଷ୍ଟ ଏଣ୍ଡିଙ୍ଗ ଟାଇମରେ ହିଁ ରିଲିଜ କଲେ ଯାହାକୁ ଦେଖିକି ମୁଁ ବି ସକ୍ ଆଉ ଅଡିଏନ୍ସ ମାନେ ମଧ୍ୟ ସକ୍ ହେଇଗଲେ କାହିଁକି ନା ଏଟା ସବୁଠାରୁ ବଡ ସରପ୍ରାଇଜ ଓଡିଆ ଇଣ୍ଡଷ୍ଟ୍ରିର ଓଡିଆ ମୁଭିକୁ ନେଇକି ଆଜ୍ଞା ଏଇଭଳିଆ ସିନାରିଓ ପ୍ରଥମ ଥର ଆଜ୍ଞା ଦେଖିବା ପାଇଁ ମିଳିଲା ସେଟା ବି ସୁପରଷ୍ଟାର ଅନୁଭବ ଭାଇଙ୍କର ଜରିଆରେ ତାଙ୍କର ନୂଆ ମୁଭି ମାଧ୍ୟମରେ ବୁଝିଲେ ନା ରାବଣ ମୁଭିର ଯଦି ଟିଜର କି ଟ୍ରେଲର ଯାହା ବି ସେଟା ଆପଣ ମାନେ ଭାବୁଥିବେ ତାକୁ ଯଦି ମୁଁ ମୋର ପର୍ସନାଲ ଭାବରେ ଯଦି ରିଭ୍ୟୁ କରିବି ତ ନିହାତି ଭାବରେ କହିବି ଲିଟରାଲି ଅଲଟ୍ରା ବ୍ଲାଷ୍ଟ କରିଲା ମୁଁ କୁହେ ନା ଯେ ଥିଏଟରରେ ବ୍ଲାଷ୍ଟ କଲା ବୋଲି ସେ କଥା ଅଲଗା ଆଜ୍ଞା ଏଇଟା ଲାଇଭ ପ୍ରୁଫ କରିଦେଲା ଯୋଉ ଭଳିଆ ଭାବରେ ବ୍ଲାଷ୍ଟ କରିଲା ଥିଏଟରରେ ପ୍ରଥମ ଥର ମୁଁ ଦେଖିକି ଆଜ୍ଞା ସକ୍ ହେଇଗଲି ଲୋକମାନଙ୍କର ଏତେ ମାତ୍ରାରେ ଚିତ୍କାର ଭାଇ 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 କହିକି ରାବଣ ରାବଣ କହିକି ଆସିଗଲା ଏଇଟା କହ ଯୋଉ ଭଳିଆ ଭାବରେ ମାହୋଲ ଗରମ କରିଲେ ମୁଁ ବି ସେ ମାଧ୍ୟମରେ ଆଜ୍ଞା ସାମିଲ ହେଇଗଲି ଆଉ ଫୁଲ ଟୁ ଏନ୍ଜୟ କଲି ସେଇ ସବୁ ଜିନିଷକୁ ଫୁଲ ଏକ୍ସପିରିଏନ୍ସ କଲି ଆଜ୍ଞା ରାବଣ ମୁଭିଟା ଆଜ୍ଞା ମାନେ ଯୋଉ ଭଳିଆ ହେଇଛି ତାର ଭିଜନ ସେ ଯୋଉ ଭଳିଆ ମାନେ ନିର୍ମାଣ ହେଇଛି ଏଇଟା ପ୍ରଥମ ଥର ଆମ ଓଡିଆ ଇଣ୍ଡଷ୍ଟ୍ରିରେ ଆଜ୍ଞା ପ୍ରଥମ ଥର ଓଡିଆ ସୁପରଷ୍ଟାର ପେନ୍ ଇଣ୍ଡିଆ ସୁପରଷ୍ଟାର ହେବା ପାଇଁ ଯାଉଛନ୍ତି ସେ ହଉଛନ୍ତି ଅନୁଭବ ମହାନ୍ତି ରାବଣ ମୁଭି ଦ୍ଵାରା ଆଜ୍ଞା କେବଳ ଓଡିଶାରେ ନୁହେଁ ଓଡିଶା ବାହାରେ ହିନ୍ଦୀ ରିଭ୍ୟୁଅର ମାନେ ମଧ୍ୟ ଏଇ ଜିନିଷଟାକୁ ଆଜ୍ଞା କଭର କରୁଛନ୍ତି ଆଉ ଗତି ମାତ୍ରାରେ ଏଇ ଜିନିଷଟା ଆଜ୍ଞା ଆହୁରି ଆଗକୁ ବଢିବ ମୁଭିଟା ଯେତେ ରିଲିଜ ଡେଟ୍ ପାଖେଇ ଆସିବ ସେତେ ମୁଭିଟାର ହାଇପ୍ ଆଜ୍ଞା ନେକ୍ସଟ ଲେଭେଲରେ ଆଜ୍ଞା ମାନେ ବଢିବ କେବଳ ଆମର ଓଡିଆ ଭାଷା ନୁହେଁ ନା ଇଏ ପେନ୍ ଇଣ୍ଡିଆ ଭାଷାରେ ଆଜ୍ଞା ରିଲିଜ ହଉଛି ପାଖାପାଖି 3 ରୁ 4ଟା ଭାଷାରେ ଆଜ୍ଞା ରାବଣ ମୁଭି ରିଲିଜ ହଉଛି ବହୁତ ବଡ ପ୍ରୋଜେକ୍ଟ ଆଜ୍ଞା ଅନୁଭବ ଭାଇଙ୍କର ମାନେ ପାଖାପାଖି 4 ରୁ 5ଟା ଲୁକ୍ ଆଜ୍ଞା ରିଲିଜ ହବ ଲାଷ୍ଟ ବେଳର ସଟ୍ ଫାଷ୍ଟ ବେଳର ସଟ୍ ଜେଲରୁ ବାହାରୁଥିବାର ସଟ୍ ବୁଝିଲେ ନା ଏମିତି ପାଖାପାଖି 4ଟା ଲୁକ୍ ଆଜ୍ଞା ଅଲରେଡି ସେ ଦେଖେଇ ସାରିଦେଲେଣି ଯୋଉ ଭଳିଆ ଭାବରେ ସାଇ କିରଣ ମଙ୍ଗରାଜ ଏଇ ମୁଭି ମାଧ୍ୟମରେ ଡାଇରେକ୍ସନ ଭାର ଆଜ୍ଞା ସମ୍ଭାଳିଛନ୍ତି ନେକ୍ସଟ ଲେଭେଲ ଆଜ୍ଞା ଟପ୍ ନଚ୍ ଭାବି ବି ନଥିଲି ଯେ ଏଇ ଭଳିଆ ଟାଇପର ଆପଣ ଡାଇରେକ୍ସନ ଭାରଟା ସମ୍ଭାଳିବେ ଏଇ ଟାଇପର କିଛି ଆମକୁ ଦେଖେଇବେ ଯେତେବେଳେ ଦେଖିଦେଲେ ଆଜ୍ଞା ସର୍ଟ କାନା ମୁଣ୍ଡ ଘୁରିଗଲା ଆଜ୍ଞା ମୁଣ୍ଡ ଘୁରିଗଲା ପେନ୍ ଇଣ୍ଡିଆରେ ରିଲିଜ ହେବା ପାଇଁ ଯାଉଥିବା ଓଡିଆ ମୁଭି ଆଜ୍ଞା ଏବେ ପ୍ରାଉଡ ଫିଲ୍ ହେଲାଣି ବହୁତ ଲୋକମାନେ କ୍ୱେଶ୍ଚେନ ପଚାରୁଥିଲେ ଯେ ରାବଣ ମୁଭି ଏତେ ମାନେ ପୋଷ୍ଟପୋଣ୍ଡ ହଉଛି ସତରେ ସେଇ ଜିନିଷ ଉପରେ ସେ ଓହ୍ଲେଇ ପାରିବ ଯୋଉ ଜିନିଷ ଉପରେ ଲୋକମାନେ ଏକ୍ସପେକ୍ଟେସନ ଆଜ୍ଞା ରଖିଛନ୍ତି ତ ଏବେ କହିବା ପାଇଁ ଚାହୁଁଛି କିଛି ହେଲେ ବି ଆଜ୍ଞା ସନ୍ଦେହ ନାହିଁ ଅଧିକରୁ ଅଧିକା ଏକ୍ସପେକ୍ଟେସନ ରଖିକି ଆଜ୍ଞା ଯାଆନ୍ତୁ ମୁଭିଟା ସେଇଭଳିଆ ହେଇଛି ବୁଝିଲେ ନା ମୁଭିଟା ସେଇଭଳିଆ ହେଇଛି ଆଜ୍ଞା ବହୁତ ବଢିଆ ମୁଭି ଆଜ୍ଞା ସିଏ ମାନେ ମତେ ଏତେ ମୁଁ ବହୁତ ମୁଭି ଆଜ୍ଞା ଦେଖିଛି ହେଲେ ଏଇ ଟାଇପର ମୁଭି ଆଜ୍ଞା ପ୍ରଥମ ଥର ଦେଖୁଛି ବୋଲି ମତେ ମାନେ ଲାଗିଲା କିଛି ଲୋକ କହୁଛନ୍ତି ଏଇଭଳିଆ ହେଇଛି କି ଏଇଭଳିଆ ହେଇଛି ନାଇଁ ଆଜ୍ଞା ଏ ନୂଆ କନସେପ୍ଟ କେବେ ବି ରିମେକ୍ ହେଇନଥିବ କି କେବେ ବି କାହାରିଠୁ କପି କରିନଥିବ ମେକର ଯାହା ବି କରିଛନ୍ତି ରିଏଲ ରେ କରିଛନ୍ତି ବୁଝିଲେ ନା ଯାହା ବି ତାଙ୍କର ନୂଆ ଭିଜନ ରେ ଆଜ୍ଞା ବଢିଆ ଅଛି ଆଜ୍ଞା ଯଦି ପର୍ସନାଲ ରିଭ୍ୟୁ କଥା କହିବି ଚମତ୍କାର କରିଦେଲେ ଅନୁଭବ ଭାଇ ଆଉ ତାଙ୍କର ଟିମ୍ ଜାଗୃତି ଭାଉଜଙ୍କର ଯୋଉ ଭଳିଆ ସ୍କ୍ରିପ୍ଟ ରାଇଟିଂ ଥିଲା ଏଇ ମାଧ୍ୟମରେ
ବୁଝିଲେ ନା ଅଲଗା ଟାଇପ ର ମାହୋଲ ଗରମ ହେଇଗଲାଣି ଆଜ୍ଞା। 26 ଦିନ ରିଲିଜ ହେଇଛି ହେଲେ ଟାଇମ ଏବେ ରାବଣର ଚାଲିଛି ଭଳିଆ ଲାଗୁଛି ଆଜ୍ଞା। ତ ଏଇଟା ପରେ କିଛି ଅଛି ଆଜ୍ଞା। ପେନ୍ ଇଣ୍ଡିଆ ସୁପରଷ୍ଟାର ଆମର ଅନୁଭବ ପାଇଁ ହେବା ପାଇଁ ଯାଉଛନ୍ତି ଓଡିଆ ଇଣ୍ଡଷ୍ଟ୍ରି ତରଫରୁ। ଏଥିରେ ତିଳେ ହେଲେ ବି ଆଜ୍ଞା ସନ୍ଦେହ ନାହିଁ। ବୁଝିଲେ ନା ଏଇ ମୁଭିଟା ଗ୍ରାଣ୍ଡ ଭାବରେ ୱାର୍ଲଡ ଲାଇଡ କୁ ଆଜ୍ଞା କ୍ୟାଚ କରିବ। ଆଉ ଲୋକମାନେ ଭରଭରକେ ଯାଇକି ଦେଖିବେ, ସେ ହିନ୍ଦୀ ହଉ, ତେଲୁଗୁ ହଉ, ସେ ଓଡିଆ ହଉ, ଯେତେଟା ଭାଷାରେ ବି ଆଜ୍ଞା ରିଲିଜ ହବ ନା ସେତେଟା ଭାଷାରେ ଆଜ୍ଞା ବୋବାଲ କରିବ, ଧମାଲ କରିବ, ବକ୍ସ ଅଫିସ ରେ ମଧ୍ୟ କମାଲ କରିବ। ଏଥିରେ କିଛି ଆଜ୍ଞା ସନ୍ଦେହ ନାହିଁ। ତ ଭିଡିଓ ପୁରା ଲାଇକ୍ କରନ୍ତୁ, ଭିଡିଓ ପୁରା ସେୟାର କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ କରିଦେଇକି ପାଖରେ ଥିବା ନୋଟିଫିକେସନ ବେଲକୁ ମଧ୍ୟ ଅନ୍ କ୍ଲିକ୍ କରିକି ଫେସବୁକ ପେଜକୁ ମଧ୍ୟ ଫଲୋ କରିଦିଅନ୍ତୁ। ଆଉ ଭିଡିଓକୁ ସେୟାର କରନ୍ତୁ, ଭିଡିଓକୁ ଲାଇକ୍ କରନ୍ତୁ। ତ ବାଇ ବାଇ, ଜୟ ଶ୍ରୀ ଜଗନ୍ନାଥ।